ଆଜିର ମୁଖ୍ୟ ଖବର। ଗାଜା ହସ୍ପିଟାଲରେ ଇସ୍ରାଏଲ ଆକ୍ରମଣ, ସାମ୍ବାଦିକଙ୍କ ସମେତ ଅତି କମରେ 15 ଜଣଙ୍କ ମୃତ୍ୟୁ। ଓମାନ ବାର୍ଷିକ 10 ଲକ୍ଷ ଭାରତୀୟ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ଲକ୍ଷ୍ୟ ରଖିଛି। ବାର୍ବାଡୋସ୍ ରାଜ୍ୟଗୋଷ୍ଠୀ ସାଂସଦୀୟ ସମ୍ମିଳନୀରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ଓମ୍ ବିର୍ଲା। ସରକାରୀ ଇ-ମାର୍କେଟ ପ୍ଲେସ୍ 15 ଲକ୍ଷ କୋଟି ଅତିକ୍ରମ କରିଛି। ଡ୍ରିମ୍ ଇଲେଭେନ୍ ସହିତ ସମ୍ପର୍କ ଶେଷ କରିବା ପରେ ବିସିସିଆଇ ନୂତନ ଟାଇଟଲ ପ୍ରଯୋଜକ ଖୋଜୁଛି। ଚାଷୀ ପଞ୍ଜୀକରଣରେ ଓଡ଼ିଶାର ସର୍ବକାଳୀନ ରେକର୍ଡ। ପ୍ରଧାନମନ୍ତ୍ରୀଙ୍କର ଡିଗ୍ରୀ ବିବରଣୀ ସାର୍ବଜନୀନ ନ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କର ନିର୍ଦ୍ଦେଶ। ଭାରତୀୟ କମ୍ପାନୀଗୁଡ଼ିକ ଯେଉଁଠାରୁ ସର୍ବୋତ୍ତମ ଡିଲ୍ ପାଇବେ ସେହିଠାରୁ ତେଲ କିଣିବା ଜାରି ରଖିବେ ବୋଲି ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାରଙ୍କ ସ୍ପଷ୍ଟୀକରଣ। ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ। ସବୁ ଥାନାରୁ ହଟିବ ଜବତ ଓ ଅଚଳ ଗାଡ଼ି। ବଙ୍ଗୋପସାଗରରେ ଲଘୁଚାପ, ଏହାର ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ଭାରତୀୟ କ୍ରିକେଟ ତାରକା ଚେତେଶ୍ୱର ପୂଜାରାଙ୍କର ଅବସର।